ଆଜିର ବିଷୟ ବାଳବୃଦ୍ଧ। ଏହି ବାଳବୃଦ୍ଧ କବିତାଟି ଲେଖିଛନ୍ତି ରାଧାମୋହନ ଗଡ଼ନାୟକ। କବି ରାଧାମୋହନ ଗଡ଼ନାୟକ ଅନୁଗୁଳ ଜିଲ୍ଲାର କଲଣ୍ଡାପାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟରେ ଜଣେ ଶ୍ରେଷ୍ଠ ଛନ୍ଦକବି ଭାବରେ ସେ ସୁପରିଚିତ। ତାଙ୍କ ରଚନା ମଧ୍ୟରେ କୈସାରିକା, ପଶୁପକ୍ଷୀର କାବ୍ୟ, ଉତ୍କଳିକା, ଶାମୁକାର ସ୍ୱପ୍ନ ଆଦି ପ୍ରଧାନ। ସୂର୍ଯ୍ୟ ଓ ଅନ୍ଧକାର କାବ୍ୟ ଗ୍ରନ୍ଥ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି। ବାଳବୃଦ୍ଧ କବିତାଟି ରାଧାମୋହନ ଗଡ଼ନାୟକଙ୍କର ଏକ ଭିନ୍ନ କବିତା। ଏହି ବାଳବୃଦ୍ଧ କବିତାରେ ଆମକୁ ଶିଖିବାକୁ ମିଳିବ ଯେ ପଶୁପକ୍ଷୀମାନଙ୍କ ପ୍ରତି ଦୟା ଭାବ। ପ୍ରଥମେ ଆମେ କବିତାଟି ପଢ଼ିବା ଆଉ ତା'ର ଅର୍ଥ ବୁଝିବା। ରାଜ ଉପବନ ହସି ଉଠୁଥିଲା ସୂର୍ଯ୍ୟ ଆଲୋକ ହାସେ, ରୋହିଣୀ ତଟିନୀ ବହି ଯାଉଥିଲା ଅସ୍ପୃଷ୍ଟ ଜଳ ଭାସେ। ପ୍ରକୃତିର ସେ ନିର୍ଜନ କୋଳେ ଧିଆନି ତାପସ ସମ, ଚ୍ୟୁତ ତରୁ ତଳେ ନୀରବ ବଉନେ ବସିଥିଲା ଗୌତମ। ଏଠି କୁହାଯାଉଛି ରାଜାଙ୍କର ଉପବନ ଅର୍ଥାତ୍ ବଗିଚା। ରାଜାଙ୍କର ବଗିଚା ସୂର୍ଯ୍ୟଙ୍କ ଆଲୋକରେ ଅତି ସୁନ୍ଦର ଦେଖାଯାଉଥିଲା। ଅନେକ ରଙ୍ଗର ଫୁଲ ସେଠି ଫୁଟୁଥିଲା ଆଉ ଅତି ଆକର୍ଷଣୀୟ ଦେଖାଯାଉଥିଲା। ସେ ପାଖରେ ରୋହିଣୀ ନଦୀ ବହି ଯାଉଥିଲା ଆଉ ଅସ୍ପୃଷ୍ଟ କଳ ଭାସେ, ଆଉ ସେ ରୋହିଣୀ ନଦୀର କଳକଳ ଶବ୍ଦ ସମସ୍ତଙ୍କୁ ଆନନ୍ଦିତ କରୁଥିଲା, ଆକର୍ଷିତ କରୁଥିଲା। ପ୍ରକୃତିର ସେ ନିର୍ଜନ କୋଳେ ଧିଆନି ତାପସ ସମ, ଚ୍ୟୁତ ତରୁ ତଳେ ନୀରବ ବଉନେ ବସିଥିଲେ ଗୌତମ। ପ୍ରକୃତିର ସେ ନିର୍ଜନ କୋଳରେ ଧ୍ୟାନରେ ଗୌତମ ମୁନି ବସିଥିଲେ। ଚ୍ୟୁତ ତରୁ ତଳେ ଅର୍ଥାତ୍ ଆମ୍ବ ଗଛ ତଳେ ଗୌତମ ମୁନି ବସିଥିଲେ। ଏଠି ଆମକୁ ଏତିକ ବୁଝିବାକୁ ପଡ଼ିବ ଯେ ରାଜାଙ୍କର ଉପବନରେ ବା ବଗିଚାରେ ଥିବା ଆମ୍ବ ଗଛ ତଳେ ଗୌତମ ମୁନି ବସିଥିଲେ, ଯାହାର ପ୍ରକୃତି ଅତି ସୁନ୍ଦର ଥିଲା ଆଉ ପରିବେଶ ଅତି ସୁନ୍ଦର ଥିଲା, ଆଉ ସେ ପାଖରେ ରୋହିଣୀ ନଦୀ ବହି ଯାଉଥିଲା। ତାପରେ ଦେଖିବା, ତାପରେ କୁହାଯାଉଛି ନୟନର ଆଗେ ପଡ଼ିଗଲା ଆସି ଆହତ ହଂସଟିଏ, ଧ୍ୟାନ ଭାଙ୍ଗି ଭାଳିଲେ କୁମାର କିଏରେ ଦାରୁଣ କିଏ। ଯେତେବେଳେ ଗୌତମ ମୁନି ତପସ୍ୟାରତ ଥିଲେ, ସେଇ ଚ୍ୟୁତ ତରୁ ତଳେ ବା ଆମ୍ବ ଗଛ ତଳେ ତପସ୍ୟା କରୁଥିଲେ, ସେତେବେଳେ ହଠାତ୍ ତାଙ୍କ ପାଖରେ ଗୋଟେ ହଂସଟିଏ ଆସି ପଡ଼ିଲା। ଆଉ ସେ ହଂସଟି ଯେତେବେଳେ ପଡ଼ିଛି, ତାଙ୍କ ସେ ଆଖି ଖୋଲି ଦେଖିଛନ୍ତି ଯେ ପାଖରେ ଗୋଟେ ହଂସଟି ପଡ଼ିଛି। ଆଉ ହଂସଟି କରେ ତୋଳି ନେଇ ଖରେ, ଟାଣିଦେଲେ ଦେହୁଁ ସର, ଉତ୍ତରୀୟରେ ଲହୁ ପୋଛି ଦେଇ ପିଆଇଲେ ଝର ଜଳ। ଆଉ ସେ ହଂସଟିକୁ ସାଙ୍ଗେ ସାଙ୍ଗେ ସେ ହାତରେ ଧରିଲେ ଆଉ ଦେଖିଲେ ତା ପେଟରେ ଗୋଟେ ସର ଅଛି। ସେ ସରକୁ ଖୋଲିଦେଲେ, ହଂସଟିକୁ ନିଜ ପାଖକୁ ନେଲେ ଆଉ ନିଜ ଉତ୍ତରୀୟରେ ତା'ର କ୍ଷତ ଅଂଶକୁ ପୋଛିଦେଲେ ଆଉ ତାକୁ କିଛି ଜଳ ପିଇବାକୁ ଦେଲେ। ଆହାରେ ଆହାରେ ଅତି ଆଦରରେ ଆଉଁସିଲେ ଧୀରେ ହାତ, ମୌନ ନୟନେ ପଚାରିଲେ କିବା କାତର ଦୃଷ୍ଟିପାତେ। ଧୀରେ ଧୀରେ କରି ହଂସଟିକୁ ସେ ଆଉଁସିଲେ, ଯେହେତୁ ହଂସଟିକୁ କିଏ ଗୋଟେ ସର ମାରିଦେଇଛି ଆଉ ହଂସଟି କ୍ଷତ ବିକ୍ଷତ ହୋଇଯାଇଛି, ହଂସ ରକ୍ତ ବହିଯାଉଛି, ତେଣୁ ଧୀରେ 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 ତାକୁ ଆଉଁସିଲେ ଆଉ ମୌନ ନୟନରେ ପଚାରିଲେ କାତର ଦୃଷ୍ଟିପାତେ। ଅର୍ଥାତ୍ ରାଜା ଏଠି ମୌନ ନୟନରେ ସେ ହଂସକୁ ଚାହିଁଲେ ଆଉ ଅବୋଧ ମରାଳ ଅନାଇଲା ତହୁଁ ନିମିଳିତ ଆଖି ଫେଇ, ପ୍ରୀତିର ପରଶ ପିୟୁଷ ସରସ ପ୍ରାଣ ଉଠେ ତହିଁ ଚେଇଁ। ଏହି ସମୟରେ କ'ଣ ହେଇଛି, ସେଇ ମରାଳ ଅର୍ଥାତ୍ ହଂସ, ଅବୋଧ ମରାଳ ଅର୍ଥାତ୍ ସେଇ ହଂସଟି ରାଜାକୁ ଚାହିଁଲା, ଆଖି ଫିଟେଇ ଚାହିଁଲା। ପ୍ରୀତିର ପରଶ ପିୟୁଷ ସରସ ପ୍ରାଣ ଉଠେ ତହିଁ ଚେଇଁ ଅର୍ଥାତ୍ ଯେହେତୁ ହଂସ ଦେହରେ ସର ବାଜିଥିଲା ଆଉ ସେ ଆଖି ବୁଜି ଦେଇଥିଲା, ଆଉ ସେ ଆଖି ଫେରି ଆଖି ଖୋଲି ଆଖିକୁ ନିମିଳିତ କରି ରାଜାକୁ ଚାହିଁଲା। ଯେତେବେଳେ ରାଜାଙ୍କର ପ୍ରୀତିର ସ୍ପର୍ଶ ପାଇଲା, ହଂସଟି ରାଜାଙ୍କୁ ଚାହିଁଲା, ଯେମିତି ତା'ର ପ୍ରାଣ ପୁଣି ଫେରି ଆସିଲା। ଧନୁସର କରେ ସହସା ଆବେଗେ,
ଧନୁସର କରେ ସହସା ଆଗରେ ମିଳିଯାଇ ଦେବଦତ୍ତ, ଭାସିଲେ ଅଧୀର ଉଲ୍ଲାସ ବାଣୀ ବିଜୟ ଗରବ ମତ। ଏହି ସମୟରେ କ'ଣ ହେଇଛି? ଦେବଦତ୍ତ ଧନୁସର ଧରି ହଠାତ୍ ସେ ଗୌତମ ବୁଦ୍ଧଙ୍କ ପାଖରେ ପହଞ୍ଚିଗଲେ। ଭାସିଲେ ଅଧୀର ଉଲ୍ଲାସ ବାଣୀ ବିଜୟ ଗରବ ମତ। ଆଉ ନିଜର ଗୁଣ ଗୌରବ ବିଜୟର ବାର୍ତ୍ତା ଦେବା ପାଇଁ ସେ କହିଲେ। କ'ଣ କହିଲେ? ଏତେ ଦିନ ଜାଣି ପୂର୍ଣ୍ଣ ହୋଇଛି ପ୍ରାଣର ବାସନା ମମ, ସଫଳ ହୋଇଛି ଲକ୍ଷ୍ୟ ମୋହର ଜୀବନର ପ୍ରିୟତମ। ଆଜି ମୋର ଲକ୍ଷ୍ୟସ୍ଥଳରେ ମୁଁ ପହଞ୍ଚି ଯାଇଛି, ମୋର ଆଶା ଆଜି ପୂର୍ଣ୍ଣ ହୋଇଛି, ମୋ ଜୀବନର ପ୍ରିୟତମ ଆଜି ମୋତେ ମିଳିଯାଇଛି। ଚଳତାରା ପରି ଉଡ଼ି ଯାଉଥିଲେ ଧବଳ ଦଳ ହଂସ ଦଳ, ମାରିଦେଲି ସର ଏଇ ହଂସଟି ଲଭିଲା ଧରଣୀ ତଳ। ଆକାଶରେ ହଂସ ଦଳ ଉଡ଼ି ଯାଉଥିଲେ, ଧବଳବର୍ଣ୍ଣ ହଂସଗୁଡ଼ିକ ଆକାଶରେ ଉଡ଼ି ଯାଉଥିଲେ, ଆଉ ମୁଁ ଯେତେବେଳେ ସର ମାରିଦେଲି ଏଇ ହଂସଟା ତଳେ ପଡ଼ିଗଲା। ଦିଅ ଏବେ ଭାଇ ହଂସ ମୋହର, ଚାଲ ଏବେ ଯିବା ଚାଲ, ନିର୍ଜନ ଏଇ ଉଦ୍ୟାନେ ବସି କାହିଁ କାଟୁଛ କାଳ। ଦେବଦତ୍ତ କହିଲେ, ଭାଇ ଯେଉଁ ହଂସଟାକୁ ତୁମେ ଧରିଛ ସେ ହଂସଟା ହେଉଛି ମୋର। ଯେହେତୁ ମୁଁ ତାକୁ ସର ମାରିଛି, ଏବେ ସେ ହଂସଟା ମୋତେ ଦେଇଦିଅ, ଆଉ ଏବେ ଆମେ ଘରକୁ ଯିବା ଚାଲ। ଏ ନିର୍ଜନ ବନରେ ତୁମେ କାହିଁକି ଏ ସମୟ ବିତାଉଛ? କୁମାର ବୋଇଲେ ବିନୟ ବଚନ ଆହା କେଡ଼େ କୁତୁହଳେ, ପକ୍ଷ ମେଲିଏ ଉଡ଼ି ଯାଉଥିଲା ମୁକ୍ତ ଗଗନ ତଳେ। ନିରୀହ ପକ୍ଷୀ କିଏ ବା ତୁମର କରିଥିଲା ଅପରାଧ, ଜାଣୁ ଜାଣୁ ତୁମେ କାହିଁ ପାଇଁ ଭଲା ସାଧିଲ ତାହାର ବାଦ। କୁମାର ଅର୍ଥାତ୍ ଗୌତମ ବୁଦ୍ଧ ଏଠି କହିଲେ, ଅତି ବିନୟର ସହିତ କହିଲେ, ଆହା କେତେ କୌତୂହଳ। କହିଲେ କ'ଣ ନା, ଏଇ ଯେଉଁ ଚଢ଼େଇଟି, ଏଇ ଯେଉଁ ହଂସଟି ତାର ପକ୍ଷୀ ମେଲା କରିକି ସେ ଆକାଶରେ ଉଡ଼ି ଯାଉଥିଲା। ନିରୀହ ପକ୍ଷୀଟା ତୁମର କ'ଣ ଅପରାଧ କରିଥିଲା, ଜାଣୁ ଜାଣୁ ତୁମେ ତାକୁ କାହିଁକି ମାରିଲ, ତା ଉପରେ କାହିଁକି ଦାଉ ସାଧିଲ। ଏହା ଶୁଣି ଦେବଦତ୍ତ କହିଲେ, ଉତ୍ତର ତାର ଦେବାକୁ ଏ ଲାଗେ ନାହିଁ ମୋର ଅବସର, ସର ନିକ୍ଷେପୀ ଏଇ ହଂସ ମୁଁ ପକାଇଛି ଭୂମି ତଳ। କହିଲେ, ଭାଇ ଏବେ ଏହାର ଉତ୍ତର ଦେବା ପାଇଁ ମୋ ପାଖରେ ସମୟ ନାହିଁ। ମୁଁ ନିଜେ ସର ମାରିକି ଏଇ ହଂସକୁ ତଳକୁ ପକାଇଛି। ଏକା ଏକା ବସି ଯୁକ୍ତି ତମର ବାଢ଼ୁଥାଅ ନିଜ ମତେ, ଚଞ୍ଚଳ ଦିଅ ହଂସଟି ମୋର ମୁଜାଏ ମୋହର ପଥେ। ତୁମେ ଏକା ଏକା ଯେତେ ଯାହା ଯୁକ୍ତି ବାଢ଼ୁଛ ବାଢ଼, ମୋତେ ସେଥିରେ କିଛି କହିବାର ନାହିଁ। ମୋତେ ତୁମେ ଚଞ୍ଚଳ ହଂସଟା ଦେଇଦିଅ। ଯେହେତୁ ମୁଁ ହଂସଟା ମାରିଛି, ହଂସଟା ମୋର, ମୋତେ ଦେଇଦିଅ, ମୁଁ ମୋ ବାଟରେ ଚାଲିଯିବି। କୁମାର ବୋଇଲେ ଯୁକ୍ତି ମୋହିତ କରୁନାହିଁ ତୁମ ସାଥେ, ଆହତ ଜୀବଟି ଦେଇପାରିବିନି ମୁଁ ଆଉ ମୁଁ ତୁମ ହାତେ। ଏଠି ଗୌତମ ବୁଦ୍ଧ କହିଲେ, ହେ ଦେବଦତ୍ତ, ତୁମେ ଯେଉଁ କଥା କହୁଛ ଯୁକ୍ତି କରିବା କଥା, ମୁଁ ତୁମ ସହ ଯୁକ୍ତି କରୁନାହିଁ। କିନ୍ତୁ ଏଇ ଯେଉଁ ଜୀବଟା ଆହତ ହେଇଛି, ସେ ଆହତ ଜୀବଟା ମୁଁ ତୁମ ହାତରେ ଦେଇପାରିବି ନାହିଁ। ପ୍ରାଣଟି ତାହାର ନେଉଥିଲ ତୁମେ, ମୁଁ ରଖିଛି ତାର ପ୍ରାଣ, ହଂସ ତୁମର ନୁହଁଇ କଦାପି ହଂସ ଏ ମୋର ଜାଣ। ଯେହେତୁ ହଂସର ପ୍ରାଣ ତୁମେ ନେଉଥିଲ, ଏ ହଂସ ତୁମର ହେଇପାରିବ ନାହିଁ। ହଂସ ତୁମର କଦାପି ହେଇପାରିବ ନାହିଁ। ମୁଁ ତାର ପ୍ରାଣ ରଖିଛି, ମୁଁ ହେଉଛି ହଂସଟା ନେବି। ଯେହେତୁ ତୁମେ ହଂସକୁ ମାରିଦେବାକୁ ମାରିଲ, କିନ୍ତୁ ହଂସ ତମର ହେଇପାରିବ ନାହିଁ। ପ୍ରାଣଟି ତାହାର ନେଉଥିଲ ତୁମେ, ମୁଁ ରଖିଛି ତାର ପ୍ରାଣ, ହଂସ ତୁମର ନୁହଁଇ କଦାପି ହଂସ ଏ ମୋର ଜାଣ। ତୁମେ ହଂସର ପ୍ରାଣ ନେଉଥିଲ, ମୁଁ କିନ୍ତୁ ତାର ପ୍ରାଣ ରଖିଛି। ହଂସ ତମର ନୁହେଁ, ହଂସ ହେଉଛି ମୋର, ଯେହେତୁ ମୁଁ ପ୍ରାଣ ରକ୍ଷା କରିଛି। ଯୁବରାଜ ତୁମେ ଆଚ୍ଛା କହୁଛ କହୁଁ ତ ହୁଁ ଦେବଦତ୍ତ, ରାଜ ଦରବାରେ ଜଣାଇଲା ଖରେ ହୋଇ ଅତି ରୋଷବନ୍ତ। ଯୁବରାଜ ଏଠି ଦେବଦତ୍ତ କହୁଛନ୍ତି, ହେ ଯୁବରାଜ, ହେ ଗୌତମ ବୁଦ୍ଧ, ତୁମେ ତ ଆଚ୍ଛା କଥା କହୁଛ। ରାଜଦରବାରରେ ଏ କଥା ମୁଁ ଜଣେଇବି। ହଂସଟା ମାରିଛି ମୁଁ, ତାମାନେ ହଂସଟା ମୁଁ ନେବି। ତମେ କହୁଛ ତମେ ରକ୍ଷା କରିଛ, ତାମାନେ ତମେ ନେବ। ନା, ଏଇଟା ଠିକ୍ ନୁହେଁ। ମୁଁ ଏ କଥା ରାଜଦରବାରରେ ଜଣେଇବି। ଭୂପତି ଅଚିରେ ଡକାଇ ବୋଇଲେ, ସେ ତ ମାରିଥିଲା ସର, ହଂସ ତାହାର ଦେଇଦିଅ ଏବେ କନ୍ଦଳ କିଆଁ କର। ଏହା ଶୁଣି ରାଜାଙ୍କ ପାଖକୁ ଖବର ଗଲା। ରାଜା ଦୁଇ ଜଣଙ୍କୁ ଡାକିଲେ, କହିଲେ, ସରଟା ତ ସିଏ ମାରିଥିଲା, ହଂସଟା ହେଉଛି ତାହାର। ଆଉ ଝଗଡ଼ା ନ କରି ଯିଏ ସର ମାରିଥିଲା ହଂସଟା ତାକୁ ଦେଇଦିଅ। ଏହା ଶୁଣି ଗୌତମ ବୁଦ୍ଧ କହିଲେ,
କନ୍ଦଳ ମୁଁ ତ କରୁନାହିଁ ତାତ ହଂସ କିପରି ତାର, ମାରିଥିଲା ଯିଏ ଅଧିକାର ସିଏ ଏଇ ହେଲା ସୁବିଚାର। ହେ ପିତା, ହେ ବାପା, ମୁଁ କନ୍ଦଳ କରୁନାହିଁ। ହେ ମହାରାଜ, ହେ ବାପା, ମୁଁ କନ୍ଦଳ କରୁନାହିଁ, ମୁଁ କଳି କରୁନାହିଁ। ତୁମେ ଯେଉଁ ବିଚାର କଲ ଯେ ହଂସ ଯିଏ ମାରିଥିଲା, ହଂସଟା ହେଉଛି ତାର, ଏଇଟା କ'ଣ ସୁବିଚାର? ଦେଖିଲ ଏ ମୋର ଉତ୍ତରୀୟରେ ଲାଗିଅଛି କେତେ ଲହୁ, ନିରପରାଧ ଏ ଜୀବଟି ସହିତ ମୃତ୍ୟୁ ଯାତନା ବହୁ। ଦେଖ ହେ ବାପା, ହେ ମହାରାଜ, ମୋର ଏ ଯେଉଁ ଉତ୍ତରୀୟଟି ଦେଖ, କେତେ ରକ୍ତ ଲାଗିଛି, କେତେ ଲହୁ ଲାଗିଛି। ଏଇ ଅପରାଧ କରିନଥିବା ଜୀବଟା କେମିତି ମୃତ୍ୟୁ ସହିତ ସଂଗ୍ରାମ କରୁଛି। ଏତେ ବିଚଳିତ ହେଉଅଛ ତୁମେ ଏତିକି ରକତ ପାତେ, ଏତେ ଅସ୍ଥିର ହେଉଅଛ ପୁଣି ପକ୍ଷୀଟିର ଏ ଘାତେ। ଏହା ଶୁଣି ପିତା ବା ରାଜା କହୁଛନ୍ତି, ହେ ଗୌତମ ବୁଦ୍ଧ, ଏତେ ବିଚଳିତ କାହିଁକି ହେଉଛ? ଏ ରକ୍ତ ଦେଖିକି ଏତେ ବିଚଳିତ କାହିଁକି ହେଉଛ? ଏତେ ଅସ୍ଥିର କାହିଁକି ହେଉଛ? ଏ ପକ୍ଷୀଟିକୁ ଯେଉଁ ଆଘାତ ହେଇଛି ତାହା ଶୁଣି ତୁମେ ଏତେ ଅସ୍ଥିର କାହିଁକି ହେଉଛ? କହ ଯୁବରାଜ କିପରି ଚଳିବ ମୋର ଏ ମର୍ତ୍ତ୍ୟ ଭୂମି, ଶାକ୍ୟ ଭୂମିରେ କେଉଁ ପରି ବା ରାଜ୍ୟ ପାଳିବ ତୁମେ? ଯଦି ତୁମେ ଏମିତି ଅସ୍ଥିର ହେଇଯିବ, ତୁମେ ରାଜ୍ୟ ପାଳିବ କିପରି? ହେ ଯୁବରାଜ, ଏବେ ତୁମେ କୁହ, ତୁମେ ମର୍ତ୍ତ୍ୟ ଭୂମିରେ ଏ ରାଜ୍ୟ ପାଳିବ କିପରି? ଶାକ୍ୟ ଭୂମିରେ କେଉଁ ପରି ବା ରାଜ୍ୟ ପାଳିବ ତୁମେ? ଶାକ୍ୟର ଅର୍ଥ ହେଉଛି ଯେ ବୁଦ୍ଧଙ୍କର କୁଟୁମ୍ବଙ୍କର ନାମ ହେଉଛି ଶାକ୍ୟ। ସେହି ଶାକ୍ୟ ଭୂମିରେ ତୁମେ କିପରି ରାଜ୍ୟ ପାଳିବ? ରାଜ୍ୟ ଶାସନେ କେତେ ଯେ ଦ୍ୱନ୍ଦ୍ୱ, କେତେ ଯେ ଯୁଦ୍ଧ ଘଟା, ଭଲ ମନ୍ଦର ଭେଦ ଅଭେଦର କେତେ ଯେ ଜୁଆର ଭଟା। ଏ ରାଜ୍ୟ ଶାସନ କରିବାକୁ ହେଲେ କେତେ କଷ୍ଟ ସହିବାକୁ ପଡ଼େ, କେତେ ଜୁଆର, କେତେ ଭଟ୍ଟା ଆସେ, ସେସବୁକୁ ସହିବାକୁ ପଡ଼େ। ଅତି ସାଧାରଣ ଚିତ୍ର ଏ ଦେଖି ଅଥୟ ହେଉଛ ଖାଲି, କେଉଁ ପରି ବା ନରପାଳ ହୋଇ ରାଜ୍ୟ ପାଳିବ କାଲି। ଏ ସାଧାରଣ କଥାରେ ତୁମେ ଏମିତି ବ୍ୟତିବ୍ୟସ୍ତ ହେଇଯାଉଛ, ଆଉ କାଲି ଯେତେବେଳେ ରାଜା ହେବ ଏ ରାଜ୍ୟ, ଏ ନରମାନଙ୍କୁ ତୁମେ ପାଳିବ କିପରି? ଏହା ଶୁଣି ଗୌତମ ବୁଦ୍ଧ କହିଲେ, ହିଂସାବାଦର ରାଜ୍ୟ ମୋହିତ ହେବି ନାହିଁ ନରପତି, ମୁଁ ଏକ ନୂତନ ରାଜ୍ୟ ଗଢ଼ିବି ମହିରେ ଅତୁଳ ଅତି। ନ ରହିବ ତହିଁ ହିଂସା ସମର ହତ୍ୟାର କତପାତ, ମୈତ୍ରୀ ପ୍ରୀତିର ଶାନ୍ତି ବିଥିରେ ପ୍ରଜା ହେବେ ଆତଜାତ। ମୁଁ ଏକ ଭିନ୍ନ ରାଜ୍ୟ ଗଢ଼ିବି। ଏଠି ଗୌତମ ବୁଦ୍ଧ କହୁଛନ୍ତି, ମୁଁ ସେଇ ରାଜ୍ୟର ରାଜା ହେବି ଯେଉଁ ରାଜ୍ୟରେ ହିଂସା ନଥିବ। ମୁଁ ଗୋଟିଏ ନୂଆ ରାଜ୍ୟ ଗଢ଼ିବି ଏ ମହିରେ, ଏ ପୃଥିବୀରେ, ଯେଉଁଠି ହିଂସା ନଥିବ, ସମର ଯୁଦ୍ଧ ନଥିବ, ହତ୍ୟା ନଥିବ, ରକ୍ତପାତ ନଥିବ। ଆଉ କ'ଣ ଥିବ? ଯେଉଁଠି ମୈତ୍ରୀ ଥିବ, ପ୍ରୀତି ଥିବ, ଶାନ୍ତି ଥିବ, ବୃତ୍ତି ଭଲ ପାଇବା ଥିବ, ସ୍ନେହ ପ୍ରେମ ସବୁ ଥିବ, ଆଉ ପ୍ରଜାମାନେ ଅତି ଆନନ୍ଦରେ ଆତଜାତ ହେଉଥିବେ। ଏହା ଶୁଣି ରାଜା କହିଲେ, ମନ୍ତ୍ରୀ ମୁଖକୁ ଚାହିଁଲେ ନୃପତି ପୁତ୍ର ମୁଖକୁ ଥରେ, ପୁତ୍ରର ସଭେ ହଂସଟି ତାହୁଁ ଛାଡ଼ିଦେଲେ ଅମ୍ବରେ। ରାଜା କ'ଣ କଲେ? ମନ୍ତ୍ରୀ ମୁଖକୁ ଥରେ ଚାହିଁଲେ, ନିଜ ପୁଅ ମୁଖକୁ ଥରେ ଚାହିଁଲେ, ଆଉ ପୁତ୍ର ରଭସରେ ହେଲା ଅର୍ଥ ହେଲା ଆବେଗ। ପୁତ୍ର ଆବେଗରେ ହଂସଟିକୁ ସେ କ'ଣ କଲେ? ଅମ୍ବର ହେଲା ଆକାଶକୁ ଛାଡ଼ିଦେଲେ। ହଂସ ନୁହଁଇ ଦେବଦତ୍ତର ହଂସ ନୁହଁଇ ମୋର, ନୀଳ ଆକାଶର ମୁକ୍ତ ଚାରିଏ ଲଭୁଏ ସେ ଆକାଶ କୂଳ। ଅର୍ଥାତ୍ କହିଲେ, ଏ ହଂସ ମୋର ନୁହେଁ, ଏ ହଂସ ଦେବଦତ୍ତର ନୁହେଁ, ଏ ହଂସ କାହାର ନୁହେଁ। ହଂସ ନୁହଁଇ ଦେବଦତ୍ତର ହଂସ ନୁହଁଇ ମୋର, ନୀଳ ଆକାଶର ମୁକ୍ତ ଚାରିଏ ଲଭୁ ସେ ଆକାଶ କୋଳେ। ଅର୍ଥାତ୍ କୁହାଗଲା, ଏ ହଂସ ମୋର ନୁହେଁ, ଏ ହଂସ ଦେବଦତ୍ତର ନୁହେଁ, ଏ ହଂସ ମୁକ୍ତ ଆକାଶରେ, ନୀଳ ଆକାଶରେ ମୁକ୍ତ ଚାରି, ଅର୍ଥାତ୍ ଏ ହଂସ ପୁରା ମୁକ୍ତ ହୋଇ ଆକାଶରେ ବୁଲୁ, ଆଉ ସେ ଆକାଶରେ ସେମିତି ଭ୍ରମଣ କରୁ। ଏ ହଂସ ମୋର ନୁହେଁ କି ହଂସ ତୁମର ନୁହେଁ, ହଂସକୁ ସେ ମୁକ୍ତ କରିଦେଲେ। ଏଠି ସରିଗଲା ଏ ବିଷୟଟି। ମୁଁ ଆଶା କରିବି ଏ ବିଷୟଟି ତୁମମାନଙ୍କୁ ଭଲ ଲାଗିଥିବ। ୟା ପରବର୍ତ୍ତୀ ଅଧ୍ୟାୟରେ ଆମେ ପ୍ରଶ୍ନ ଉତ୍ତର କରିବା।